ଖଡ଼ିଆଳରେ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ। ବୃକ୍ଷ ହିଁ ଜୀବନ। ପରିବେଶ ସୁରକ୍ଷିତ ରହିଲେ ଆମେ ସମସ୍ତେ ସୁରକ୍ଷିତ ରହିବା। ଜୀବଜଗତର ମୁଖ୍ୟ ଆବଶ୍ୟକତା କହିଲେ କେବଳ ପରିବେଶକୁ ହିଁ ବୁଝାଇଥାଏ। ଆଉ ସେହି ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ହେଲେ ଗଛର ଆବଶ୍ୟକତା ରହିଥାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆଜିକାର ଆଧୁନିକ ସମାଜରେ ନିଜର ଆବଶ୍ୟକତାକୁ ସହଜରେ ପୂରଣ କରିବା ପାଇଁ ଗଛ କାଟି ଜଙ୍ଗଲ ନଷ୍ଟ କରି ଦିଆଯାଉଛି। ଯେଉଁ ବଣ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟ ସୃଷ୍ଟି କରି ଆମ୍ଭମାନଙ୍କୁ ପ୍ରଚୁର ପରିମାଣରେ ଅମ୍ଳଜାନ ଯୋଗାଇଥାଏ, ସେହି ବଣ ଜଙ୍ଗଲକୁ କାଟି କଳକାରଖାନା ବସାଇ ଆମ୍ଭମାନଙ୍କୁ ଗ୍ରାସ କରିଦେଇଥାଏ ବିଷାକ୍ତ ବାଷ୍ପ, ଯାହାଫଳରେ ଆଜି ମଣିଷ ସମାଜ ଭୟଙ୍କର ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରିଚାଲିଛନ୍ତି। ଗଛ କାଟି ଜଙ୍ଗଲ ନଷ୍ଟ ହୋଇଯାଉଥିବା ଯୋଗୁଁ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିବା ବେଳେ ବିଷାକ୍ତ ବାଷ୍ପରେ ଜନଜୀବନ ପ୍ରତି ମୁହୂର୍ତ୍ତରେ ବିପଦର ସମ୍ମୁଖୀନ ହେଉଛନ୍ତି। ତଥାପି ମଣିଷ ସମାଜ ସବୁ ଜାଣି ମଧ୍ୟ ଅଜଣା ହୋଇ ଅବାଧରେ ଗଛ କାଟି ପରିବେଶକୁ ନଷ୍ଟ କରି ଚାଲିଛନ୍ତି। ସୁସ୍ଥ ପରିବେଶ ଏବଂ ଏକ ନିରୋଗ ଜୀବଜଗତ ସୃଷ୍ଟି କରିବା ପାଇଁ ଉଜୁଡା ଜଙ୍ଗଲକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ କରାଯାଉଛି ବିଶ୍ୱ ବନ ଦିବସ। ଏହି ବିଶ୍ୱ ବନ ଦିବସରେ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ଖୋଲା ସ୍ଥାନରେ ବୃକ୍ଷରୋପଣ କରି ଏକ ସୁସ୍ଥ ପୃଥିବୀ ଗଠନ କରିବାର ଜନସଚେତନ କରାଯାଇଥାଏ। ମଣିଷର ନିଷ୍ଠୁରତାର ପରିଚୟ ନେଇ ଯେଭଳି ଭାବରେ ଗଛ କଟାଯାଉଛି, ତାଠାରୁ ଅଧିକ ମାତ୍ରାରେ ବୃକ୍ଷରୋପଣ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ତଥାପି ମଣିଷ ସମାଜ ଆମୋଦ ପ୍ରମୋଦରେ ଜୀବନ ବିତାଉଥିଲେ ମଧ୍ୟ ବୃକ୍ଷରୋପଣ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ଆଗ ଭଳି ସୁଶୀତଳ ପବନ ମିଳିବା କଷ୍ଟକର ହୋଇଯାଉଥିବା ବେଳେ ସାରା ଅଞ୍ଚଳରେ ବିଷାକ୍ତର ଗରମ ପବନରେ ଅତିଷ୍ଠ ହୋଇପଡୁଛି ଜୀବଜଗତ। ତଥାପି ମଣିଷ ସମାଜ ଆମୋଦ ପ୍ରମୋଦରେ ଜୀବନ କାଟୁଥିଲେ ମଧ୍ୟ ଗଛଟିଏ ଲଗାଇବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ବିଶ୍ୱ ବନ ଦିବସରେ ଦୀର୍ଘ 4 କିଲୋମିଟର ସାଇକେଲ ରାଲି କରି ଜଙ୍ଗଲ ସୁରକ୍ଷାର ନାରା ଦେଇଥିଲେ। ବିଶାଳକାୟ ସାଇକେଲ ରାଲିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱ ବନ ଦିବସର ଏକ ସଭାକାର୍ଯ୍ୟରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିତ ଖାଁ ଅଧ୍ୟକ୍ଷତା କରି ନାଗରିକଙ୍କ ସହଭାଗିତା ଏବଂ ସହାୟତାରେ ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ଜଙ୍ଗଲଜାତ ଖାଦ୍ୟର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ମୁସ୍ତାଫା ସାଲିହା ଖାନ୍, ପ୍ରସଞ୍ଜିତ ନାୟକ, ରେଞ୍ଜର ଜୟଦେବ ମାଝୀ ଯୋଗ ଦେଇଥିଲେ। ଏହି ସାଇକେଲ ରାଲିରେ ରାଜା ଏଟି ହାଇସ୍କୁଲର ଛାତ୍ର, ରେଡକ୍ରସ ସ୍ୱେଚ୍ଛାସେବୀ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ଛାତ୍ରୀ, ସାମ୍ବାଦିକ, ସମାଜସେବୀ, ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ। ଖଡ଼ିଆଳ ସରୋଠାରୁ ସାଇକେଲ ରାଲିରେ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପର୍ଯ୍ୟନ୍ତ ପହଞ୍ଚିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।